Hey students, good morning to all and welcome to my channel Educational Vibes with Madhusmita. Okay? ତ ଆଜି ଆମେ କ୍ଲାସ୍ 7 ସପ୍ତମ ଶ୍ରେଣୀର ସାହିତ୍ୟ ବହିର ପ୍ରଥମ ବିଷୟର କ୍ୱେଶ୍ଚିନ୍ ଆନ୍ସର ମୁଁ କଭର ଅପ୍ ଅଲରେଡି କରିଦେଇଛି କଳାମାଣିଙ୍କରେ ହେଲା ତାକୁ କଭର ଅପ୍ କରିଦେଇଛି। ଆଜି ଆମେ ସେକେଣ୍ଡ ବିଷୟ ଯାହାର ନାମ ହେଉଛି ମାଡ଼ହାଣ୍ଡି କଥା ସେଇ ବିଷୟର କ୍ୱେଶ୍ଚିନ୍ ଆନ୍ସରକୁ ଡିସ୍କସ୍ କରିବା। ଓକେ, ତ ଯଦି ତୁମମାନଙ୍କର କିଛି এই ଭିଡ଼ିଓରୁ ଡାଉଟ୍ ରହିବ ଦେନ୍ ତୁମେ ମୋତେ କମେଣ୍ଟ ବକ୍ସରେ ପଚାରି ପାରିବ। ଓକେ, ତ ମୁଁ ବିଷୟକୁ ଯିବା ପୂର୍ବରୁ ମୁଁ ତମ ପିଲାମାନଙ୍କୁ ଗୋଟେ କ୍ୱେଶ୍ଚିନ୍ ପଚାରୁଛି ଯେ ଏହି ମାଡ଼ହାଣ୍ଡି କଥାର ଲେଖକ କିଏ? ମୋତେ କମେଣ୍ଟ କରି ସମସ୍ତେ ଜଣେଇବେ ୟାକୁ ଏଇ ଗଳ୍ପକୁ ଲେଖିଛନ୍ତି କିଏ। ଓକେ, ତ ଆମେ ଟାଇମ୍ ୱେଷ୍ଟ ନ କରିକି ଚାଲ ଯିବା କ୍ୱେଶ୍ଚିନ୍ ଆନ୍ସର ଡିସ୍କସ୍ କରିବା। ଓକେ, ତ ପ୍ରଥମ 1 ନମ୍ବରରେ କ'ଣ କହୁଛି ମୁଁ ଯାହା ବୁଝିଲି ସେଇ ପୋର୍ସନରେ କରେ କହୁଛି କି ଲୋକକଥା ଗଳ୍ପ ଆଧାରିତ ନିମ୍ନରେ କିଛି ପ୍ରଶ୍ନ ଦିଆଯାଇଛି ସେଗୁଡ଼ିକ ଉତ୍ତର ବାଛି ଲେଖିବା। 1 ନମ୍ବର କହୁଛି ଚକୁଲିଆ ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା ସେ ପୋଖରୀଟି କିପରି ଥିଲା? କିପରି ଥିଲା ନା ପୋଖରୀରେ ସୁନ୍ଦର ପଦ୍ମଫୁଲ ଫୁଟିଥିଲା, ନା ପୋଖରୀରେ ଗୋଳିଆ ପାଣି ଥିଲା, ନା ପୋଖରୀରେ କଳା ଭଅଁର ଭଳି ପାଣି ଥିଲା, ନା ପୋଖରୀରେ ପାଣି ଶୁଖି ଯାଇଥିଲା। କୋଉଟା? ନା ପୋଖରୀରେ କଳା ଭଅଁର ଭଳି ପାଣି ଥିଲା। ହେଲା, ନେକ୍ସଟ ତାପରେ 2 ନମ୍ବର କ୍ୱେଶ୍ଚିନ୍, ଚୋରକୁ ମାନ କରି ଖପରାରେ ଖାଇବାର ଅର୍ଥ କ'ଣ? ଚୋରକୁ ମାନ କରି ଖପରାରେ ଖାଇବାର ଅର୍ଥ କ'ଣ? କ'ଣ ହେବ ଏମାନଙ୍କ ଭିତରୁ? ନା ଅନ୍ୟ ଉପରେ ରାଗି ନିଜର କ୍ଷତି କରିବା। ହେଲା, ତାପରେ ନେକ୍ସଟ 3 ନମ୍ବର କ'ଣ ଅଛି ନା ଗଙ୍ଗା ମାତା ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ଏହି ଲୋକବାଣୀର ଅର୍ଥ କ'ଣ? ଅର୍ଥ କ'ଣ ହେବ ନା ଅନ୍ୟର ମନ କଥାକୁ ବୁଝିବା। ହେଲା, ଅନ୍ୟର ମନ କଥାକୁ ବୁଝିବା। 4 ନମ୍ବର କହୁଛି କ'ଣ ନା ଚକୁଳିଆ ପଣ୍ଡା ଚରିତ୍ର ମାଧ୍ୟମରେ ଲେଖକ କେଉଁ ନୀତି ଶିକ୍ଷା ଦେବାକୁ ଚାହିଁଛନ୍ତି? ନା କେଉଁ ନୀତି ଶିକ୍ଷା? ନା ଅଳସୁଆ ସବୁବେଳେ ଦୁଃଖ ପାଏ। ହେଲା, ନେକ୍ସଟ ତାପରେ କ୍ୱେଶ୍ଚିନ୍ କୁ ଯିବା। କ'ଣ ଦେଇଛି ଦେଖିବା। କହୁଛି ଧାଡି ଗୁଡ଼ିକର ଆଲୋଚନା। ପାଠରୁ କିଛି ଧାଡି ଚୟନ କରି ଦିଆଯାଇଛି, ଏହାକୁ ଧ୍ୟାନ ଦେଇ ପଢ଼ ଏବଂ ଦଳରେ ବିଚାର କରି କ'ଣ ବୁଝିଲା ଲେଖ। ହେଲା, କିଛି ଲାଇନ୍ସ ଦେଇଛି ତାକୁ ଆମେ ବୁଝିକିରି ଭଲ ଭାବରେ ଲେଖିବା। ହେଲା, କରେ କ'ଣ ଦେଇଛି ଦେଖିବା। ନା ଏ ପାଣିକି ଦେଖିଲା କ୍ଷଣି ତା ମନରେ ଭାରି ଲୋଭ ହେଲା, ଜୀବନ ବିକଳରେ ପାଣି କୂଳ ପାହାଚ ଉପରେ ଲଥକିନା ବସିଗଲା। ଏହାକୁ ଆମେ ସରଳ ଭାଷାରେ ବୁଝାଇକି ଲେଖିବା। ଠିକ ଅଛି, ତ ଏଇଠି ଦେଖ ଏହିପରି ଭାବରେ ଲେଖିବ ତୁମେ ମାନେ। ତ କ'ଣ କହୁଛି ନା ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ମାଡ଼ହାଣ୍ଡି ଗଳ୍ପରୁ ଆନିତ। ଆନିତ ମାନେ ଆସିଛି। ଏଠାରେ ଗାଳ୍ପିକ କିଏ? ନା ଗୋପାଳ ଚନ୍ଦ୍ର ପହରାଜ। ଗାଳ୍ପିକ କାହାକୁ କୁହାଯାଏ? ନା ଯିଏ ଗଳ୍ପ ଲେଖିଥାଏ। ହେଲା, ତ ଚକୁଳିଆ ପଣ୍ଡାର ଲୋଭ ଏବଂ ଅବସ୍ଥାକୁ ବର୍ଣ୍ଣନା କରିଛନ୍ତି। ହେଲା, ଏଠି ତାପରେ ଦେଖିବା ଏଇ ଲାଇନର ଅର୍ଥ କ'ଣ ସେ କୁହାଯାଇଛି। ନା ଚକୁଳିଆ ପଣ୍ଡା ଓ ତାର ମା ଭିକ ମାଗି ନିଜର ପେଟ ପୋଷୁଥିଲେ। ଏଠି ମୁନେଶ ହବ, ତୁମେ ମାନେ ଟିକେ କରେକ୍ସନ କରିଦବ। ମତେ ଟିକେ ଟାଇପିଂରେ ଟିକେ ଭୁଲ ହେଇଯାଇଛି, ତୁମେ ମୁନେଶ ଟିକେ କରିଦବ, ଦନ୍ତେଶ ହେବ ନାହିଁ। ଦିନେ କ'ଣ ହେଇଛି ନା ତାକୁ କିଛି ଭିକ୍ଷା ନ ମିଳିବାରୁ ଘରକୁ ସେ ଗଲା ନାହିଁ। ବାଟରେ ଏକ ସୁନ୍ଦର ପଦ୍ମ ପୋଖରୀ ଦେଖିଲା। ସେହି ପୋଖରୀର କଳା ଭଅଁର ପାଣିକୁ ଦେଖି ସେ ଆଉ ରହିପାରିଲା ନାହିଁ। ତାର ଭୋକ ଶୋଷରେ କରଡ଼ି ଜଳୁଥିଲା। ତାକୁ ଆଉ କିଛି ବୁଦ୍ଧି ବାଟ ଦେଖାହେଲା ନାହିଁ। ତ କ'ଣ ହେଲା ନା ତାହାର ବହୁତ ଲୋଭ ହେଲା। ସେ ଜୀବନ ବିକଳରେ ପାଣିକୂଳ ପାହାଚରେ ଲଥକିନା ପଡ଼ିଗଲା। ହେଲା, ନେକ୍ସଟ କ୍ୱେଶ୍ଚିନ୍ ଯିବା। ଖରେ କ'ଣ ଦେଇଛି ଦେଖିବା। ଓକେ, ଖ କହୁଛି ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା। ସରି, ଗଙ୍ଗାମାତା ତ ଉଡ଼ିଗଲା ଚଢ଼େଇର ପେଟ କଥା ଜାଣିପାରନ୍ତି। ଏହାକୁ ସରଳ ଭାଷାରେ ବୁଝାଇ ଲେଖିଲେ କ'ଣ ହବ ନା ଏହିପରି ପ୍ରଥମେ ଯେତେବେଳେ ସରଳ ଅର୍ଥ ଲେଖିବ ଏମିତି ଡଟ୍ ଡଟ୍ ଦେଇକି ଲେଖିବ। ଉକ୍ତ ଗଦ୍ୟାଂଶଟି ପଠିତ ସାହିତ୍ୟ ବହିର ମାଡ଼ହାଣ୍ଡି ଗଳ୍ପରୁ ଆନିତ। ଏଠାରେ ଗାଳ୍ପିକ ଗୋପାଳ ଚନ୍ଦ୍ର ପ୍ରହରାଜ ଗଙ୍ଗାମାତାଙ୍କର କିପରି ଦୁଃଖୀ ଏବଂ ଦରିଦ୍ରର କଷ୍ଟକୁ ସହିପାରନ୍ତି ନାହିଁ ସେ ବିଷୟରେ ଏଠାରେ ଆଲୋଚନା କରିଛନ୍ତି। ହେଲା, ଏକଦା କ'ଣ ହେଇଛି ନା ଚକୁଳିଆ ପଣ୍ଡା ଖାଦ୍ୟ ନ ପାଇ ଏକ ଶଙ୍ଖ ମଲମଲ ପଦ୍ମ ପୋଖରୀ
ନା ପାଣି को ପିଇବାକୁ ଗଲା ସେ ଯେତେବେଳେ ଖାଦ୍ୟ ନ ପାଇଲା ତା ବାଟରେ ଯୋଉ ଶଙ୍ଖ ମଲମଲ ପୋଖରୀଟିଏ ଥିଲା ସେଠାରେ ଦେଖିଲା ସେ ପାଣି ପିଇବାକୁ ଗଲା ଭୋକ ଶୋଷରେ ତାର ପେଟରେ କରଡ଼ି ଜଳୁଥିଲା ସେ ସେହି କାଚ କିନ୍ତୁ ପାଣିକୁ ହାତରେ ଧରି ବିଭିନ୍ନ ଖାଦ୍ୟର ନାମ ଗାଇଗଲା ବହିରେ ଦେଖିବ ଭାତ ଖାଉଁ ଡାଲି ଖାଉଁ ଏହିପରି ସେ ସବୁ କହିଲା ତାପରେ କଣ ହେଲା ନା ସେ ପୋଖରୀରେ ଗଙ୍ଗା ମାତା ଥିଲେ ତାହାର ଦୁଃଖ ସହି ନ ପାରି ଗଙ୍ଗା ମାତା ତାକୁ କଣ କଲେ ନା ସୁସ୍ୱାଦୁ ଖାଦ୍ୟ ହାଣ୍ଡିରେ ଭର୍ତ୍ତି କରି ଉପରେ ତେଲୁଣି ଟିକେ ଘୋରେଇକି ଚକୁଳିଆ ପଣ୍ଡା ଆଡକୁ ଭସାଇ ଦେଲେ ଏଥିରୁ ଆମେ କଣ ଦେଲେ ଗଙ୍ଗା ମାତା ବହୁ ଆମେ ତ ଜାଣିଛେ ଦେବାଦେବୀ ବହୁତ କଣ ଦୟାବାନ ଅଟନ୍ତି ତେଣୁ ଗଙ୍ଗା ମାତା ତାଙ୍କର ଦୁଃଖ ସହିପାରିଲେନି ତେଣୁ ସେ ଚକୁଳିଆ ପଣ୍ଡାକୁ ହାଣ୍ଡି ଭରା ଖାଦ୍ୟ ତାକୁ ଦେଇଦେଲେ ହେଲା ତୁମର ଏଇଠି ସରଳାର୍ଥ ଦିଟାଙ୍କର ମୁଁ ସରିଦେଲି ନେକ୍ସଟ ତା ପାଟକୁ ଯିବା କଣ ଅଛି ଦେଖିବା ଆସ ମେଳ କରିବା କଣ କହୁଛି ନା ଏହି ଲୋକକଥାରୁ କିଛି ବାକ୍ୟ ପ୍ରଥମ ସ୍ତମ୍ଭରେ ଦିଆଯାଇଛି ସେହି ବାକ୍ୟ ଗୁଡ଼ିକର ଭାବାର୍ଥ ସହ ମିଶୁଥିବା କିଛି ବାକ୍ୟ ଦ୍ୱିତୀୟ ସ୍ତମ୍ଭରେ ଦିଆଯାଇଛି ତାର ଅର୍ଥ ଲେଖିବା ହେଲା ମାନେ ଏପଟେ କିଛି ଲାଇନ୍ସ ଦେଇଛି ହେଲା ତାର ଅର୍ଥ ଏଇଠି କିଛି ଦେଇଛି ଆମେ କାହାର ଅର୍ଥ କୋଉଟେ ତାକୁ ଯୋଡ଼ିବାର ଅଛି ହେଲା ତ କହୁଛି ପ୍ରଥମ ଲାଇନ ହଉଛି ରାତିରେ ଶୋଇଲା ବେଳେ ବୁଢୀ ପୁଅକୁ ବୁଦ୍ଧି ବତାଇ ଦେଲା ଏହାର ଅର୍ଥ କଣ ନା ମା ପୁଅକୁ ରାତିରେ କଣ କରିଦେଲା ଶିଖାଇ ଦେଲା ହେଲା ତାପରେ ବଡି ଝପଟିରୁ ଉଠି ମାନେ ଭୋର ସକାଳୁ ଉଠି ଖୁଆତୁଣ୍ଡିରେ ଦି ଗୋଇଠାର ଅର୍ଥ ହଉଛି ହାତ ପାଖ ପିଠିକୁ 2 ଲାତ ଦେବା ହେଲା ଏଉଟେ ହବ ତାପରେ ନେକ୍ସଟ ପଲମକୁ ନେଇ ହାଣ୍ଡି ଘୋଡାଇବା ମାନେ କଣ ନା ହାଣ୍ଡି ମୁହଁକୁ ଢାଙ୍କୁଣୀରେ ଘୋଡାଇବା ହେଲା ତାପରେ ନେକ୍ସଟ ପାର୍ଟକୁ ଯିବା ଦେଖିବା କଣ ଦେଇଛି ନା ଚିନ୍ତା ଓ ବିଚାର କରି ଉତ୍ତର ଦିଅ ହେଲା ତ ଏହି ଲୋକ କଥାଟିକୁ ଥରେ ମନ ଦେଇ ପଢ ଓ ଉତ୍ତର ବାହାର କରି ଲେଖ ପ୍ରଥମ କ୍ୱେଶ୍ଚନ କହୁଛି ଚକୁଳିଆ ପଣ୍ଡା କିପରି ନିଜର ପେଟ ପୋଷୁଥିଲା ନା ଚକୁଳିଆ ପଣ୍ଡା ଜଣେ ଗରିବ ବ୍ରାହ୍ମଣ ଥିଲେ ସେ ଗାଁ ବୁଲି ଭିକ୍ଷା ମାଗି ନିଜର ଓ ତା ମାର ପେଟ ପୋଷୁଥିଲା ହେଲା ନେକ୍ସଟ କ୍ୱେଶ୍ଚନ ଯୋଉ ଦେଖିବା କଣ ଦେଇଛି ନା ଚକୁଳିଆ ପଣ୍ଡା କାନ୍ଦି ବୋବାଇ ପଳାଇ ଆସିଲା କାହିଁକି ସେ ପଳାଇ ଆସିଲା ନା ଚକୁଳିଆ ପଣ୍ଡା ଭିକ ମାଗି ପେଟ ପୋଷୁଥିଲା ହେଲେ ଗୋଟିଏ ଦିନ ତାକୁ କିଛି ଭିକ୍ଷା ମିଳିଲା ନାହିଁ ଗାଁର ଲୋକମାନେ ତାକୁ ଭିକ୍ଷା ଦେବା ବଦଳରେ ଗାଁର ପିଲାମାନେ ତାକୁ କଣ କଲେ ଟେକା ଫୋପାଡ଼ିଲେ ହେଲା ତେଣୁ ସେ କାନ୍ଦି ବୋବାଇ ପଳାଇ ଆସିଲା ହେଲା ଗାଁରୁ ପଳାଇ ଆସିଲା ଓକେ ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଦେଇଛି ନା ଗଙ୍ଗାମାତା କେଉଁଠାରେ ଥିଲେ ନା ଗଙ୍ଗାମାତା ଶଙ୍ଖ ମଲମଲ ସେ ଯୋଉ ପାଣି ଥିବା ପଦ୍ମ ପୋଖରୀରେ ଥିଲେ ହେଲା ନେକ୍ସଟ ଘ ନମ୍ବର କଣ କହୁଛି ନା ଗଙ୍ଗାମାତା ଚକୁଳିଆ ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି ଏହାର ଉତ୍ତର ହଉଛି ଚକୁଳିଆ ପଣ୍ଡା ଜଣେ ଗରିବ ଓ ଦୁଃଖୀ ବ୍ରାହ୍ମଣ ଥିଲେ ସେ ଭିକ୍ଷା କରି ବହୁତ କଷ୍ଟରେ ପେଟ ପୋଷୁଥିଲେ ଚକୁଳିଆ ପଣ୍ଡାର ଦୁଃଖ ଓ ଅସହାୟ ଅବସ୍ଥା ଦେଖି ଗଙ୍ଗାମାତା ତା ପ୍ରତି ଦୟା ଦେଖାଇଥିଲେ ହେଲା ନେକ୍ସଟ 1 ନମ୍ବର କଣ ଦେଇଛି ନା ଚକୁଳିଆ ପଣ୍ଡା ହାଣ୍ଡିରେ କଣ ଦେଖିଲା ନା ଚକୁଳିଆ ପଣ୍ଡା ହାଣ୍ଡିରେ ଯୋଉ ଭାସି ଆସୁଥିବା ହାଣ୍ଡିରେ ପଲମକୁ ଓହ୍ଲାଇ କାଢି ଦେଖିଲା ଯେ ହାଣ୍ଡିରେ ଦିବ୍ୟ ସୁବାସ ଘିଅ ଅନ୍ନ ଡାଲି ମହୁର ଆମ୍ବିଳ କ୍ଷୀରି ପିଠାରେ ପୂର୍ଣ୍ଣ ଥିଲା ହେଲା ନେକ୍ସଟ କ୍ୱେଶ୍ଚନ ଦେଖିବା କଣ ଦେଇଛି ଚରେ କଣ କହୁଛି ନା ଖାଦ୍ୟ ହାଣ୍ଡି ଧରି ଫେରିଲା ବେଳକୁ ଚକୁଳିଆ ପଣ୍ଡାର ମା କୁଆଡେ ଯାଇଥିଲେ ନା ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲା ବେଳକୁ ଚକୁଳିଆ ପଣ୍ଡାର ମା ଗାଁକୁ ଦୁଃଖ କରିବାକୁ ଯାଇଥିଲେ ଅଥବା କଣ ନା ଗାଁରେ ନିଜର ଦୁଃଖ କହିକି କିମ୍ବା ଗାଁରେ ତାଙ୍କର କିଛି କାମ କରିକି କୌଣସି ଲୋକଙ୍କର କାମ କରିକି ସେ ପଇସା ଆଣିବାକୁ ଯାଇଥିଲା ଯେହେତୁ ତାଙ୍କର କିଛି ଆଉ ନାହିଁ କାହାର କାମ କରିଦେଲେ କିଏ ମୁଠା ଚାଉଳ ଦବ କିମ୍ବା କିଏ ମୁଠା ଅନ୍ନ ଦବ ସେଇ ହିସାବରେ ସେ ଯାଇଥିଲା ହେଲା ତାପରେ ନେକ୍ସଟ 6 ନମ୍ବର କଣ କହୁଛି ନା ଚୋରମାନେ ସିନ୍ଦୁକଟିଏ କେଉଁଠାରେ ରଖିଥିଲେ ନା ଚୋରମାନେ ସିନ୍ଦୁକଟିଏ କେଉଁ ଗାଁରୁ ଚୋରାଇ ଆଣି ଚକୁଳିଆ ପଣ୍ଡାର ଦୁଆରରେ ରଖିଥିଲେ ହେଲା ନେକ୍ସଟ ତାପରେ ଦେଖିବା କଣ ଦେଇଛି କହୁଛି ଅନୁମାନ ଓ କଳ୍ପନାରୁ ହେଲା ସମସ୍ତେ ଦଳରେ ମିଶି ଆଲୋଚନା କରିବା କିଛି କ୍ୱେଶ୍ଚନ ଦେଇଛି ତାକୁ ଆଲୋଚନା କରିକି ଲେଖିବା କହୁଛି ଯଦି ଚକୁଳିଆ ପଣ୍ଡା ଗୋଟିଏ ଦିନ ପାଇଁ ଗଙ୍ଗା ମାତାଙ୍କ ଠାରୁ ଖାଦ୍ୟ ହାଣ୍ଡି ନେଇଥାନ୍ତା ତାହେଲେ ତାର ପରିଣାମ କଣ ହୋଇଥାନ୍ତା ଯଦି ଦିନକ ପାଇଁ ସେ ଖାଦ୍ୟ ହାଣ୍ଡି ଆଣିଥାନ୍ତା ନା ଏହାର ଉତ୍ତର ହେଉଛି ଯଦି ଚକୁଳିଆ ପଣ୍ଡା
ଗୋଟିଏ ଦିନ ପାଇଁ ଖାଦ୍ୟ ହାଣ୍ଡି ନେଇଥାନ୍ତା ତେବେ ତାଙ୍କର ଦାରିଦ୍ର୍ୟ ଓ ଖାଦ୍ୟ କଷ୍ଟ ଦୂର ହୋଇଯାଇଥାନ୍ତା। ସେ ଓ ତାଙ୍କ ପରିବାର ସବୁବେଳେ ପେଟ ଭରି ଖାଦ୍ୟ ଖାଇପାରୁଥାନ୍ତେ। ତାଙ୍କ ଜୀବନ ଅଧିକ ସୁଖମୟ ଓ ନିର୍ବିଘ୍ନ ହୋଇଯାଇଥାନ୍ତା। ଲୋଭ କଲେ, ତାପରେ ନାମ ନେଲେ, ହଁ ନା ନାଇଁ? ଲାଷ୍ଟକୁ କଣ ହେଲା? ସମସ୍ତେ ଷ୍ଟୋରି ଶୁଣିଥିବ, ଏକ ସୁନ୍ଦର କାହାଣୀ ଏଟା। ତାପରେ ନେକ୍ସଟ ଯିବା, ଖରେ କଣ ଦେଇଛି? ଗଙ୍ଗା ମାତା ବିଚାର କରି ମାଡ଼ହାଣ୍ଡି ଯଦି ଦେଇ ନଥାନ୍ତେ ତାହେଲେ ଶେଷ ଫଳ କଣ ହୋଇଥାନ୍ତା? ନା, ଯଦି ଗଙ୍ଗା ମାତା ଭାବି ଚିନ୍ତା କରି ଚକୁଳିଆ ପଣ୍ଡାକୁ ମାଡ଼ହାଣ୍ଡି ଦେଇ ନଥାନ୍ତେ ତେବେ ଚକୁଳିଆ ପଣ୍ଡା ଓ ତାର ମା ଅଳସ ହୋଇଥାନ୍ତେ, କିଛି କାମ କରିନଥାନ୍ତେ। ଖାଦ୍ୟ ପାଇଁ ସେ ସବୁବେଳେ ସେଇ ହାଣ୍ଡିକୁ ସେଇ ପୋଖରୀ ପାଖକୁ ଯାଇଥାନ୍ତେ, ହାଣ୍ଡି ନେଇକି ଆଇଥାନ୍ତେ। ହେଲା, ତ ସେମାନେ ଜୀବନରେ କଠିନ ପରିଶ୍ରମ କରିନଥାନ୍ତେ, ଅଳସୁଆ ହେଇଯାଇଥାନ୍ତେ। ତେଣୁ ଗଙ୍ଗାମାତା ତାଙ୍କୁ ମାଡ଼ହାଣ୍ଡି ଲାଷ୍ଟକୁ ଶେଷ ଫଳ ବୋଲି ଦେଲେ। ହେଲା, ନେକ୍ସଟ ଗରେ କଣ ଦେଇଛି ଦେଖିବା। ମା ଯଦି ମାଡ଼ହାଣ୍ଡିର ପଲମ ଢାଙ୍କି ନଥାନ୍ତେ ତେବେ କଣ ଅସୁବିଧା ହୋଇଥାନ୍ତା? ନା, ମା ଯଦି ମାଡ଼ହାଣ୍ଡିର ପଲମକୁ ଢାଙ୍କି ନଥାନ୍ତେ ତେବେ ମାଡ଼ଟି ଯେତେବେଳେ ହାଣ୍ଡିଟା ଖୋଲିଦେଲେ ମାଡ଼ଟା କଣ ହେଲା? ତାପରେ ବାହାରିବାକୁ ଲାଗିଲା। ଯଦି ତାକୁ ମା ବନ୍ଦ କରିନଥାନ୍ତେ ତାହେଲେ ମାଡ଼ଟା ବନ୍ଦ ହୋଇନଥାନ୍ତା। ସେମାନେ ମାଡ଼ ଖାଇ ଖାଇକା ମୃତ୍ୟୁବରଣ କରିଥାନ୍ତେ। ହେଲା, ନେକ୍ସଟ ଘ ନମ୍ବରକୁ ଯିବା। କଣ ଦେଇଛି? ଗଙ୍ଗା ମାତା ଓ ପୁଅକୁ କିପରି କଷ୍ଟ ଦେବାର ଗଙ୍ଗା ମାତା ମା ଓ ପୁଅକୁ ଏପରି କଷ୍ଟ ଦେବାର ଉଦ୍ଦେଶ୍ୟ ତାଙ୍କର କଣ ଥିଲା? ଉଦ୍ଦେଶ୍ୟ କଣ ଥିଲା? ନା, ଗଙ୍ଗା ମାତା ସେମାନେ କଷ୍ଟ ଆଉ ଅବସ୍ଥା ସେମାନଙ୍କର ହବ। ଗଙ୍ଗା ମାତା କଣ ହେଇଥିଲା ନା, ସେମାନଙ୍କର କଷ୍ଟ ଆଉ ଅବସ୍ଥା ଦେଖି ସେମାନଙ୍କୁ ଖାଦ୍ୟରେ ଭରପୁର ହାଣ୍ଡି ଦେଇ ସାହାଯ୍ୟ କରିଥିଲେ। ସେ ଚାହୁଁଥିଲେ ମା ପୁଅ 2 ଜଣ କଷ୍ଟ କରନ୍ତୁ, ହେଲେ ସେମାନେ କଣ କଲେ ନା ଲାଷ୍ଟକୁ ଲୋଭ କରିବାକୁ ଲାଗିଲେ, ଆଉ ପରିଶ୍ରମ କଲେ ନାହିଁ। ଖାଦ୍ୟ ପାଇଁ ସେ ସବୁବେଳେ ସେ ଖାଦ୍ୟ ହାଣ୍ଡି ଉପରେ ନିର୍ଭର କଲେ। ତେଣୁ ଗଙ୍ଗା ମାତା ତାଙ୍କୁ ସୁଧାରିବା ପାଇଁ ସେମାନଙ୍କୁ ଦଣ୍ଡ ଦେଲେ, ସେମାନଙ୍କୁ ମାଡ଼ ହାଣ୍ଡି ଦେଲେ। ହେଲା, ନେକ୍ସଟ ଯିବା। ତାପରେ କଣ ଦେଇଛି ଦେଖିବା। କହୁଛି ନିମ୍ନରେ ଦିଆଯାଇଥିବା କବାଟ ଶବ୍ଦ ସହିତ ସମ୍ପର୍କ ଥିବା ଶବ୍ଦକୁ ଦଳରେ ଆଲୋଚନା କର। ଏଠି କିଛି ଗୋଟେ କବାଟର ଚିତ୍ର ଦେଇଛି, ତା ବିଷୟରେ ଆମେ ଟିକେ ଲେଖିବା କିଛି। ହେଲା, ମୁଁ ବି ଲେଖିପାରିବି କଣ ନା, କାଠ କବାଟ। ହେଲା, ଭଙ୍ଗା କବାଟ ବି ଲେଖିପାରିବି, ଭଙ୍ଗା କବାଟ। ଓକେ, ଆଉ କଣ ନା, ପୁରୁଣା କବାଟ, ପୁରୁଣା କବାଟ। ଆଉ କଣ ହେଇପାରିବ ନା, ଛୋଟ କବାଟ ମଧ୍ୟ ହେଇପାରିବ। ହେଲା, ଛୋଟ କବାଟ। ସରି, ମୁଁ ଟିକେ ବଡ଼ ବଡ଼ ଅକ୍ଷରରେ ଲେଖିଦେଇଛି ତୁମମାନଙ୍କୁ ଭଲସେ ଦେଖାଇବା ପାଇଁ। ତୁମେମାନେ ଘର ଭିତରେ ସାଇଜ କରି ସୁନ୍ଦର ଭାବରେ ଅକ୍ଷରରେ ଲେଖିବ। ହେଲା, ତାପରେ ଦେଖିବା ତାପର କ୍ୱେଶ୍ଚିନ୍ କଣ ଦେଇଛି। ଲୋକ କଥାକୁ ଶୁଣାଇବା, ଏଇଟା ତୁମେମାନେ ନିଜେ କରିବ, ଏଥିରେ କିଛି ନାହିଁ। ହେଲା, ଏଇ ପୋର୍ସନଟି ଏଇଗୁলো ଯେତିକି ଅଛି ଏଇଟା ତୁମେ ଟିକେ ଖାଲି ନିଜେ ପଢ଼ିଦେବ, ଆଉ ନିଜେ ଯଦି କିଛି ଦେଇଥିବ ତାହେଲେ କରିବାକୁ ଚେଷ୍ଟା କରିବ। ସେମିତି କିଛି ବି ଦେଇନି, ବାସ୍ ଟିକେ ରିଡ଼ିଂ ମାରିଦେବ। ହେଲା, ନେକ୍ସଟ ତାପରେ ଦେଖିବା କଣ ଦେଇଛି। କହୁଛି କାରକ ବିଷୟରେ। ନିମ୍ନରେ ଦିଆଯାଇଥିବା ବାକ୍ୟ ଗୁଡ଼ିକୁ ମନେ ଦେଇ ପଢ଼। ମା ଗାଁ ବୁଲିବାଲି ଆସି ଖାଇଲା। ଏହି ବାକ୍ୟଟିକୁ ପଢ଼ିବା ବେଳେ କିଛି ଅଲଗା ଭଳି ଲାଗୁଛି ନା? ଏବେ ତମେ ସେମିତି ଦେଖ, ପଢ଼। ଆଉ ଗୋଟେ ଲାଇନ୍ ଦେଇଛି ନା, ମା ଗାଁରୁ ବୁଲିବାଲି ଆସି ଖାଇଲା। ଏହି ଦୁଇ ବାକ୍ୟରେ ପାର୍ଥକ୍ୟକୁ ଦେଖ। ତୁମେ ଠିକ ଭାବରେ ଜାଣିପାରୁଛ ଦ୍ୱିତୀୟ ବାକ୍ୟରେ ଗାଁ ସହିତ ରୁ ଯୋଡ଼ି ହେଇଛି, ଏଥିରେ ଗାଁ ଅଛି, ଏଥିରେ ଗାଁ ରୁ ଅଛି। ତାପରେ ଖାଇଲା ଶବ୍ଦକୁ ଲକ୍ଷ୍ୟ କର। ଏହି ବାକ୍ୟରେ କାହା ସହିତ ଯୋଡ଼ି ହେଉଛି ତଥା କିଏ ଖାଇଲା, କେଉଁଠାରୁ ବୁଲିବାଲି ଆସିଲା। ଏଠାରେ ମା ଓ ଗାଁରୁ ଉତ୍ତର ପାଇବା। ଖାଇଲା କ୍ରିୟାପଦ ସହିତ ଏଇମାନଙ୍କର ସମ୍ପର୍କ ଥିବାରୁ ଏହାକୁ କଣ କୁହାଯାଏ ନା, କାରକ କୁହାଯାଏ। ହେଲା, ଗାଁ ସହିତ ଖାଇଲାର ସମ୍ପର୍କ ଥିବାରୁ ଏହାକୁ କୁହାଯାଏ କାରକ। ହେଲା, ତାପରେ କହୁଛି ଏଣୁ ଆମେ ଜାଣିଲେ ଯେ ଯେଉଁ ପଦର କ୍ରିୟାପଦ ସହିତ ସମ୍ପର୍କ ଥାଏ ତାକୁ କଣ କୁହାଯାଏ ନା, କାରକ ପଦ କୁହାଯାଏ। ତ ତେଣୁ ଆମେ ଏଠି କିଛି ଅପସନ କ୍ୱେଶ୍ଚିନ୍ସ ଦେଇଛି। ହେଲା, ଏଗୁলো କିଛି ଦେଇଛି ବକ୍ସରେ, ତାକୁ ଏଇଠି ଯୋଉ କ୍ୱେଶ୍ଚିନ୍ ସବୁ ଅଛି ସେଥିରେ ସବୁ କୋଉ କାରକ ପଦଟି ଲାଗିବ ସେଇଆକୁ ଆମେ ଲଗେଇକି ଠିକ ଭାବରେ ଲେଖିବା। ହେଲା, ତ ପ୍ରଥମ କ୍ୱେଶ୍ଚିନ୍ କହୁଛି ସେ ଡ୍ୟାସ୍ ଗଙ୍ଗାମାତା ଥାନ୍ତି ନା, କଣ ହବ ଉତ୍ତର? କଣ ହବ? ସେଠାରେ। ଏଇଠି ହବ ଠାରେ, ଟୋଟାଲି ଉତ୍ତର କଣ ହେଇଯିବ ନା, ସେଠାରେ। ତାପରେ 2 ନମ୍ବର କଣ ହବ
ନା ଏ ଚକୁଳିଆ ଡ୍ୟାସ୍ ସିନା ଭୋକରେ ବିକଳରେ ଏମିତି ହଉଛି ଏ ଚକୁଳିଆ ଟି ହବ ଓକେ ନେକ୍ସଟ ତାପରେ ଦେଖିବା କାଳେ ମାଡ଼ ହାଣ୍ଡିରେ ସରି କାଳେ ମାଡ଼ ହାଣ୍ଡି ଡ୍ୟାସ୍ ମାଡ଼ ବାହାରିଲା ଭଳି ସେ ସିନ୍ଦୁକ ଡ୍ୟାସ୍ ନ ପୁଣି କିଛି ମାରିବନି କଣ ହବ ନା ଏଠି ଟିକେ ରୁହନ୍ତୁ କହୁଛି ଯେ କାଳେ ହାଣ୍ଡି ଡ୍ୟାସ୍ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକ ଡ୍ୟାସ୍ ନା ପୁଣି କିଛି ବାହାରେ ଏଥିରେ କଣ ହବ ନା କାଳେ ମାଡ଼ ହାଣ୍ଡିରୁ ହେଲା ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକରୁ ନା କିଛି ପୁଣି ବାହାରେ ହେଲା ରୁ ଲାଗିବ ଏଠି ଡ୍ୟାସ୍ ତାପରେ ଲାଷ୍ଟ ହଉଛି ଡ୍ୟାସ୍ ଅବା କେଉଁ ଦରବ ଅପ୍ରୁବେ ଏହାର ଉତ୍ତର କଣ ହବ ନା ତାଙ୍କୁ ଓକେ ଏଇଠି ତୁମର ମାଡ଼ହାଣ୍ଡି ବିଷୟର କ୍ୱେଶ୍ଚିନ୍ ଆନ୍ସର ସରିଗଲା ଯଦି ତୁମମାନଙ୍କର କିଛି ଡାଉଟ୍ ଅଛି ଦେନ୍ ତୁମେମାନେ ମୋତେ କମେଣ୍ଟ ବକ୍ସରେ ପଚାରିବ ଆଉ ଯଦି ଭିଡ଼ିଓ ଭଲ ଲାଗିବ ଦେନ୍ ଲାଇକ୍ କରିବ ଆଣ୍ଡ ତୁମର ମୁଁ ଏହା ପର ଚାପ୍ଟର ୱାଇଜ୍ ବିଷୟ ପରେ ବିଷୟର ଯାହା ପରେ ଯେଉଁଟା ଅଛି ମୁଁ ତାର କ୍ୱେଶ୍ଚିନ୍ ଆନ୍ସର କରିବି ଓକେ ଭିଡ଼ିଓ ପାଇବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ ଆଉ ମୁଁ ଆଉ କିଛି କହୁନାହିଁ ଏଇଠି ମୋ ଭିଡ଼ିଓକୁ ଏଣ୍ଡ କରୁଛି ବାଇ ବାଇ ମାଇ ଫେଭରେଟ୍ ଷ୍ଟୁଡେଣ୍ଟସ୍